सो टाइम अराउंड 12:30 ହେଲାଣି ଶୋଇନି ଭାବୁଥିଲି ଶୋଇ ବୋଲି ଟିକେ ନିଦ ହେଲାନି ତ ୟୁଟ୍ୟୁବ୍ ଖୋଲିଥିଲି ଦେଖିଲି ଶାହିଦ କପୁର ଗୋଟେ ନୂଆ ଫିଲ୍ମର ଟ୍ରେଲର ଆସିଛି ଯେଉଁଟାକି 9th of February ରିଲିଜ୍ ହେବ ଆଉ ବହୁତ ଦିନ ଆଗରୁ ତାର ପୋଷ୍ଟର ଦେଖିଥିଲି ଆଉ ଶୁଣିଥିଲି ଯେ ସେଥିରେ କୃତି ସେନନ୍ ଯେଉଁ ଅଛି ସେଥିରେ ସେ ରବଟ୍ର କ୍ୟାରେକ୍ଟର ମାନେ ପ୍ଲେ କରୁଛି ବୋଲି ଆଉ ସେଇଟା ହିଁ ସେମାନେ ବି ରିଭିଲ୍ କରିଦେଇଛନ୍ତି ଟ୍ରେଲରରେ। ମୋତେ କେମିତି ଲାଗିଲା ଯଦି ମୁଁ କହିବି ମ୍ୟୁଜିକ୍ ବହୁତ ବଢ଼ିଆ ଅଛି। ମୁଭିର ମ୍ୟୁଜିକ୍ ମୋତେ ବହୁତ ଭଲ ଲାଗିଲା। ଅଲରେଡ଼ି 6 ଦିନ ଆଗରୁ ତା'ର ଗୋଟେ ନୂଆ ଗୀତ ଆସିଯାଇଥିଲା, ମୁଁ ବି ଜାଣିନଥିଲି କେତେବେଳେ କ'ଣ ଆସୁଛି ଜଣାପଡ଼ୁନି, କାରଣ ମୁଁ ବି ବହୁତ କମ୍ ଦେଖୁଛି ଏବେ, ବହୁତ ରେୟାର୍ କହିବା ପାଇଁ ଗଲେ, ଆଉ ସେଥିପାଇଁ ମାନେ ଜଣାପଡ଼ୁନି କେତେବେଳେ କ'ଣ ମୁଭି ଆସୁଛି କ'ଣ ଯାଉଛି କିଛି ନାହିଁ। ସୋ ମାନେ ଏତେ ବଡ଼ ଟାଇଟଲ୍ ବି ସେଇଟା ବି ମନେ ରଖିବା ପାଇଁ ବି ମାନେ ମନେ ରହୁନି ମୋର, ଠିକ୍ ଅଛି। ତ ସେଇଟା ମୁଁ ଡେସ୍କ୍ରିପ୍ସନ୍ ଆଉ ମାନେ ଯେଉଁ କ'ଣ ଅଛି ସେଇଟା ଥମ୍ବନେଲ୍ରେ ଲେଖିଦେବି ଯେ କେଉଁ ମୁଭିଟା ଆସୁଛି ଶାହିଦ କପୁର 9th of February। ଇଟ୍ ମିନ୍ସ ଭ୍ୟାଲେଣ୍ଟାଇନ୍ ୱିକ୍। ଆଉ ଭ୍ୟାଲେଣ୍ଟାଇନ୍ ୱିକ୍ରେ ଏଇଟା ଗୋଟେ ରମ୍ କମ୍, ମାନେ ବୁଝିପାରୁଥିବେ ରମ୍ କମ୍ ସାଇଫାଇ ମାନେ ମିକ୍ସ ଅଛି ପୁରା, ମାନେ ରୋମାଣ୍ଟିକ୍ ଏଙ୍ଗେଲ୍ ବି ଅଛି, କମେଡ଼ି ବି ଅଛି, ଆକ୍ସନ୍ ବି ଅଛି, ମାନେ ଠିକ୍ ଅଛି। ଆଉ ସାଇଫାଇ ମତଲବ କି ମାନେ ରୋବୋଟ୍ ଦେଖେଇଛନ୍ତି, ମାନେ ଏଆଇର ବି ସେମାନେ ଦେଖେଇଛନ୍ତି, ମାନେ ଇଟ୍ ମିନ୍ସ କି ସବୁକିଛି ମିକ୍ସ ଅଛି। ତ କେମିତି ସେମାନେ ପ୍ରେଜେଣ୍ଟ କରୁଛନ୍ତି ମୁଭିରେ ସେଇଟା ହେଉଛି ସବୁଠୁ ବଡ଼ କଥା, କାରଣ ଟ୍ରେଲର ମାନେ ମାନେ ଭଲ ଲାଗିଲା, ଇମ୍ପ୍ରେସିଭ୍ ଅଛି, ମାନେ ଦେଖିବା ପାଇଁ ମାନେ କ'ଣ କୁହନ୍ତିନି ଇଣ୍ଟରେଷ୍ଟ ଜାଗି ଉଠୁଛି କି ଯେ ହଁ ଯଦି ଯେଉଁମାନେ ଭ୍ୟାଲେଣ୍ଟାଇନ୍ ୱିକ୍କୁ ମାନେ ଗୋଟେ ମୁଭି ସହିତ ସେମାନେ ପ୍ଲାନ୍ କରିବେ ଯଦି, ତ ଏଇଟା ହିଁ ତାଙ୍କର ମାନେ ବେଷ୍ଟ ଅପସନ୍ ହେଇପାରେ। ଆଉ ଜାଣିନି କ'ଣ ଆସୁଛି ଭ୍ୟାଲେଣ୍ଟାଇନ୍ ୱିକ୍ରେ ମୁଭି, କିନ୍ତୁ ଶାହିଦ କପୁର ଆଉ କୃତି ସେନନ୍ର ଯେଉଁ ଆସିବାର ଯେଉଁ ମୁଭିଟା ଅପକମିଂ ମୁଭି ଆପଣମାନେ ଯାଇକି ଟ୍ରାଏ କରିପାରିବେ, କାରଣ ଯଦି ଟ୍ରେଲର ଦେଖିନାହାନ୍ତି ଦେଖିପାରନ୍ତି। ଆଉ ବହୁତ ଦିନ ପରେ ଶାହିଦ କପୁରକୁ ଡ୍ୟାନ୍ସ କରିବା ପାଇଁ ମୁଁ ଦେଖିବା ପାଇଁ ପାଉଛି, କାରଣ ଲାଷ୍ଟ ଯେଉଁ ଆସିଥିଲା ତା'ର ମୁଭି ବ୍ଲଡି ଡାଡି, ସେଇଟା ତ OTTରେ ଆସିଥିଲା, ଆଉ ଜର୍ସିଟା ତ ସେଇଟା ତ ପୁରା ଡ୍ରାମା ମୁଭି ଥିଲା, ତ ସେଇଟା ତ କେଉଁ ମୁଭି ସହିତ KGF 2 ସହିତ ସେଇଟା କ୍ଲାସ୍ ହେଇଥିଲା ସେତେବେଳେ, ସେଥିପାଇଁ ତ ଛାଡ଼ ସେ ଫିଲ୍ମ ଚାଲିଲାନି, ସେଇଟା ପୁଣି ରିମେକ୍ ଥିଲା। ଅରିଜିନାଲ୍ ଜର୍ସି ନାନୀର ଯେଉଁ ଥିଲା ଜର୍ସି ତା'ର ରିମେକ୍ ଥିଲା, କିନ୍ତୁ କବୀର ସିଂ କିନ୍ତୁ ତା'ର ବେଷ୍ଟ ମୁଭି ଥିଲା। ଆଉ ମଝିରେ ଗୋଟେ ସିରିଜ୍ ଆସିଥିଲା ଫର୍ଜି ବୋଲି, ଯଦି ଯେଉଁମାନେ ଦେଖିନାହାନ୍ତି ପ୍ରାଇମ୍ରେ ଅଛି ସେଇ ସିରିଜ୍ଟା, ମାନେ ଏତେ ସୁନ୍ଦର ଆକ୍ଟିଂ କରିଛି ସେଥିରେ ଶାହିଦ କପୁର, ମାନେ ବେଷ୍ଟ ପରଫର୍ମାନ୍ସ, ମାନେ ଗୋଟେ ବର୍ଷ ପୂର୍ବରୁ ସେ ସିରିଜ୍ଟା ଆସିଥିଲା ଏଇ ଫେବୃଆରୀ ମନ୍ଥରେ। ଆଉ ଯେଉଁମାନେ ଦେଖିନାହାନ୍ତି ଫର୍ଜି ଦେଖନ୍ତୁ, ମାନେ ମସ୍ତ ୱେବ୍ ସିରିଜ୍, ମସ୍ତ, ମାନେ ସେ ଗୋଟେ ଆର୍ଟିଷ୍ଟର କ୍ୟାରେକ୍ଟର ନିଭେଇଛି ଆଉ ପଇସାକୁ ସେଥିରେ ବନେଇଛି, ମାନେ ପୁରା 500 ଟଙ୍କାର ସବୁ ନୋଟ୍ ସବୁ ବନେଇଛି, ପୁଣି ତାକୁ ପ୍ରିଣ୍ଟିଂ କରିଛି। ସେଇଟା ଗୋଟେ ବହୁତ ଭଲ ୱେବ୍ ସିରିଜ୍ ମୁଁ କହିବି, ଶାହିଦ କପୁର ଫାଷ୍ଟ ୱେବ୍ ସିରିଜ୍, ଆଉ ସେଇଟା ବି ବହୁତ ଭଲ ଥିଲା। ଆଉ ବ୍ଲଡି ଡାଡି ବି ସେଇଟା ବି ଗୋଟେ ରିମେକ୍ ହଲିଉଡ଼ ମୁଭିରେ ଥିଲା, ସେଇଟା ବି ମାନେ ୱାନ୍ ଟାଇମ୍ ୱାଚ୍ ଦେଖି ହେବ। ଆଉ ଜର୍ସିଟା ସମସ୍ତେ ଜାଣିଛନ୍ତି ବହୁତ ଭଲ ଷ୍ଟୋରି ସେଇଟା, କିନ୍ତୁ କବୀର ସିଂ ତ ସେଇଟା ବି ତ ରିମେକ୍ ଥିଲା। କିନ୍ତୁ ଦେଖାଯାଉ ଯେଉଁଟା ଆସୁଛି ଏବେ କୃତି ସେନନ୍ ସହିତ ଯେଉଁ ରମ୍ କମ୍ ସାଇଫାଇ ଆକ୍ସନ୍ ସବୁକିଛି ଅଛି ସେଥିରେ, ମୁଁ ବହୁତ ଏକ୍ସାଇଟେଡ଼୍ ଅଛି। କିନ୍ତୁ କେହି ତ ଭ୍ୟାଲେଣ୍ଟାଇନ୍ ନାହାନ୍ତି, ଆଉ କାହା ସହିତ ଯିବି ଦେଖିବା ପାଇଁ? ଯଦି ଆପଣମାନଙ୍କର କେହି ଭ୍ୟାଲେଣ୍ଟାଇନ୍ ଅଛନ୍ତି କିମ୍ବା ବନେଇବା ପାଇଁ ଚାହୁଁଛନ୍ତି, ତାଙ୍କ ସହିତ ଏ ମୁଭି ଯାଇକି ଦେଖନ୍ତୁ, ବହୁତ ଏନ୍ଜୟ କରିବେ। ଆଉ କାଲି ଟିକେ ଦେହ ବି ବହୁତ ମାନେ ରାତିରେ ବହୁତ ଖରାପ ହେଇଥିଲା, ଏସିଡ଼ିଟି ପ୍ରବଳ ଜୋର ମୋତେ ହେଇଯାଇଥିଲା, ପୁରା ପ୍ରବଳ ଜୋର, ରାତି ସାରା ଶୋଇପାରୁନଥିଲି ପୁରା। ଥ୍ୟାଙ୍କ ଗଡ଼୍ କି ମାନେ ମୁଁ ପ୍ରେ କଲି, ପ୍ରେ କରିସାରିଲା ପରେ ଟିକେ ମାନେ ଭଲ ଲାଗିଲା ମୋତେ। ଆଉ ତାପରେ ସକାଳେ ଯାଇକିନା ଆଜି ମେଡ଼ିସିନ୍ ନେଇକି ଆସିଲି, ପୁରା ପୁରା ଗୋଟେ ଷ୍ଟ୍ରିପ୍ ନେଇକି ଆସିଛି, ପୁରା DSRର ରାବରେଲ୍ DSR ନେଇକି ଆସିଛି, ପୁରା ଏତେ ମାନେ ହେଲା ଯେ ମୁଁ 2ଟା ଖାଇଦେଲି ପୁରା, ଆଉ 8ଟା ଅଛି, ତାକୁ ଡେଲି ଗୋଟେ ଲେଖା ମାନେ ଖାଲି ପେଟ ସକାଳୁ ଉଠିକି ଖାଇବି। ଟିକେ ମାନେ ବ୍ରେକଫାଷ୍ଟ ମିସ୍ ହେଇଯିବ ମାନେ ମୋତେ, ଯଦି କଣ୍ଟିନ୍ୟୁ ମାନେ ବ୍ରେକଫାଷ୍ଟ ମିସ୍ ହେଇଯିବ ମାନେ ଏସିଡ଼ିଟି ପକ୍କା ହେବ, ଆଉ ଟିକେ ଲେଟ୍ ଭୋକରେ ରହିଲା ମାନେ ଏସିଡ଼ିଟି ମାନେ ସିଓର, ମାନେ ମୋର ଏଇଟା କେବେଠୁ ହେଲାଣି କେଜାଣି। ସେଇଥିପାଇଁ ମାନେ ମୁଁ ମୋର କଲେଜ ଯେତେବେଳେ ଯାଉଥିଲି ମାନେ କଣ୍ଟିନ୍ୟୁ ଥିଲା ନା, ମାନେ 8ଟାରେ ବ୍ରେକଫାଷ୍ଟ, ମାନେ 8ଟାରୁ ମ୍ୟାକ୍ସିମମ୍ ଗୋଟେ ଦୁଇ ଦିନ ମିସ୍ ହେଇଯାଉଥିଲା, ନହେଲେ ତ ଭାଇ 8ଟା ସୁଦ୍ଧା ମୋର ବ୍ରେକଫାଷ୍ଟ ସରୁଥିଲା, ମୁଁ 8ଟା ବେଳକୁ କଲେଜ ବାହାରି ଯାଉଥିଲି, ଠିକ୍ ଅଛି।
तो देखिदियो स्टार्टिंग केमती माने पाग थिला मु जते आज डिनर करबा ପାଇଁ ଯାଇଥିଲି सेमती प्राय फॉग रोची तो बहुत खतरनाक माने वेदर ये माने मुझे माने मु फास्ट माने भावुली जे माने हाँ एमती कौन नॉर्मल पानी पीदेवी ठीक अच्छे कि नॉर्मल पानी पीवा भी माने बहुत डिफिकल्ट ये माने मत जो इंडक्शन रे पानी गरम करने पड़ुची जाकि पीऊँ उषुम पानी तो उषुम पानी छड़ा तो ये बचा बहुत कष्ट हो मत लगुच मत गोटे वाटर बोटल भी आने पड़ो कारण माने गरम उषुम पानी नहीं कि मत कॉलेज जावाक पड़ो ठंडा पानी पीवा पी तो हेनी ना से जो पी होनी ठंडा पानी से प्रोब्लेम हो माने पानी बेसी पीऊनी देह से असुस्थ हो जाऊँ तो पानी पीवा भी माने बहुत आवश्यकता रही सो गोटे वीडियो अपलोड करची माने मोर 2023 रो माने बेस्ट मोमेंट सबू जदि देखी ना डिस्क्रिप्शन दे देवी सार लिंक निहाती देखिए आउ से माने सबुठू माने जहाँ सहित बेसी माने मस्ती करची ताहार बेसी ही पार्ट देखापी पाइबे आ सी हूँ आप देखिए से किए अच्छी मो बेस्ट फ्रेंड आउ ता घर भी माने ता घर लोक भी देखते से मत मेसेज भी करथिला कहूला कि मो घरे देखी बापा कहते कि जे माने मस्ती कर किसी ना किंतु पाठ भी पढ़ किंतु आमे बेसी बेसी वीडियो रे मस्ती बेसी ना आमे प्रोजेक्ट बनईलु देन वीडियो मेकिंग करथिलु आउ जदि भी किसी इवेंट होतला आमे जाउथलु सांगरे तो बहुत बहुत तो कहि परिबिनी किंतु 2 मास जतो स्टार्टिंग आमे बहुत मस्ती करछु सांगरे आउ परे परे टिके डिस्टर्बेंस होइतला किंतु होप्स कि ए वर्ष स्टार्टिंग रो टिके पुनी केमिस्ट्री टिके ठीक हो जाऊ सो रहुची गुड नाइट टाटा।